ହେଲେ ମୋ ଘରର ପର୍ଯ୍ୟନ୍ତ ବେପାର ସରିନି। ବେପାର ସାରିବ, ଭଗବତ ବସେଇତ ଯିବ, ମୁଣ୍ଡିଆଟେ ପକାଇବ, ତାପରେ ଯାଇକି ଆସିବ। ଚୈତି ଆଲୋ ଚୈତି ଯାଉଛି ଯାଉଛି। আমি কোন মনুষ্য নুহ তা ভাগবত গোসাইকে ছুঁই মুন্ডিয়া মারিদেলে ভাগবত গোসাই মন্দির ছাড়ি চালিছিবে। পাঠ দিতে পড়ছি তো কইলা কোন মন্দির ভিতরକୁ ଯିବି। হ্যালো এই আমি পরা অজাতিয়া অছুয়া পড়িছ। মন্দির ভিতর গলে মন্দির পবিত্র হইছিব। ভগবত গোসাই আমাকে অভিশাপ দেবে। মন্দির প্রশান্তে মন্দির প্রতিষ্ঠা করিবে। আমাকে এক হইতে রাখিবে। মন্দির ভিতর গলে মন্দির পবিত্র হইছিব। হ্যাঁ আমি মন্দির ছুঁইলে মন্দির অপবিত্র হইছিব। তাহলে জগতর নাথ জগন্নাথ দাসিয়া বাউরিয়া করে নড়িয়া নেইଥିଲେ কেমিতি? ভক্ত স্থান বেগ পাই নন্দীঘোষর সদা উঠিকি যাইଥିଲା কেমিতি? ଆମ ଜଗତର ନାଥ ଜଗନ୍ନାଥ ହଉଛନ୍ତି ଭକ୍ତଙ୍କ ଭଗବାନ। ତାଙ୍କ ପାଖରେ ଜାତି ଅଜାତି ଛୁଆ ଛୁତୁ ଭେଦ ଭାବ କିଛି ନାହିଁ। ତୁ ତତେ ହାତ ଯୋଡ଼ିଥିଲ ତମ ଚୁଟିଆ ପାରିଦେବି। ନାଇଁ ମୁଁ କୁଆଡ଼େ ଯିବିନି। ଏଇଠି ରହିବ ଭାଗବତ ଗୋସାଇକି ମୋ ମନ କଥା କହିବି। ଆଉ କି ମନ କଥା ଜଣେଇ ବୁଲ କେଡ଼େ କେଡ଼େ ଡାକ୍ତର ରଖେଇବି ବୈଦ ନାହକ ସମସ୍ତଙ୍କ ଜାତକ ଦେଖିଲେ ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା ଆମେ ଆଉ ବାପ ବାଟାକୁ ଶୁଣି ପାରିବାନି। ଆରେ ଯେତେଦିନ ଯାଏ ଏ ହାତ ଗୋଡ଼ ଚଳୁଥିବ ଏଇ ହିସାବରେ ଆମେ ଚଳିବା। ଯେଉଁଦିନ ହାତ ଗୋଡ଼ ହେଇଯିବ ଆମ ଏ ତିନୋଟା ଆମର ସେବା କରିବ ଗଲାବେଳେ ବସାଣିକି ନେବ ମୁଁ ଟିକେ ନିଆଁ ନେବ। এই তুমি সিনা আশা ছাড়ি সারলনি। মোর কিন্তু ভাগবত গোসাই পুরা ভরসা ଅଛି। ସେ ମୋ ଡାକ ନିଶ୍ଚୟ ଶୁଣିବେ। ମୋ ଗୋଡ଼କୁ ନିଶ୍ଚୟ ଛୁଆଇ দিয়ে ଦେବେ। ଦେଖିବା ଯାହା ନାହିଁ କରବେ ତାହା କି ଫଳିବ ଧରବେ। ହଉ ହେଲା ଭାଗବତ ଗୋସାଇଙ୍କ ଉପରେ ଯଦି ତୋର ଏତେ ଭରସା ଅଛି ତାହେଲେ ଏଇଠି ଠିଆ ହେଇ ଭାଗବତ ଗୋସାଇକି ମୁଣ୍ଡିଆ ମାର ଦେଖିବି ଭାଗବତ ଗୋସାଇ କେଉଁ ଡାକ ଶୁଣୁଛନ୍ତି। ହେ ଭାଗବତ ଗୋସାଇ ସତରେ ଯଦି ଚୈତି ତମ ଗାଈ ମନ ମାଧ୍ୟମରେ ପୂଜା କରୁଥାଏ ତମେ ମୋ ଡାକ ନିଶ୍ଚୟ ଶୁଣିବ। ଏଇଠି କରୁଛି ଦଣ୍ଡବତ। ସାରେ ଗୋଟେ ଛୋଟ ପିଲାଟେ କୁଆ କରି ଡାକୁ ଦଉଛି ମତେ ବି ଶୁଭୁଛି। ଏଇ ଗଲ ଦେଖିବ ଗଲ। ଠିକ ଅଛି ତୁ ଏଇ ଖା ମୁଁ ଯାଇ ଦେଖୁଛି। ହେ ଭାଗବତ ଗୋସାଇ ଏ ଝିଅଟା ଜୀବନରେ କିଛି ମାଗେନି। ଆଜି ଅଳି କରୁଛି ଅନୁରୋଧ କରୁଛି ହାତ ମୋତେ ଭିକ ମାଗୁଛି। ମୋ କୋଳକୁ ଛୁଆଟିଏ ଦିଅ ପ୍ରଭୁ ମୋ କୋଳକୁ ଛୁଆଟିଏ ଦିଅ। ମୁଁ ତମକୁ ଏଇଠି ଜୁହାର ହଉଛି। ଭାଗବତ ଗୋସାଇ ତୋ ଡାକ ଶୁଣିଛନ୍ତି।
ମାଇ ବସିଲେ ମା ହେଇ ଲୋକଲଜ୍ଜା ଭୟକୁ ସହିଲେ ପାରି ମନ୍ଦିର ପଛପଟ କିଆ ଜଣକୁ ଫୋପାଡ଼ି ଦେଇଥିଲା। ଆରେ ହଁ ଆଟା କରି ଅନେଇଯିବ ନେ ନେ ବେଳକୁ ନେ ଏଇ ଦେଖିଲ ସେଟା ପୁଅ ନା ଝିଅ ଏ ମୁଁ କ'ଣ ଦେଖିଛି ତୁ ନଉନୁ ନେ ନେ ଦେଖିଲୁ ଦେଖିଲୁ ପୁଅ ନା ଝିଅ ଝିଅ ଝିଅଟା ବୋଲି ମୋର ଶିଖିଗଲା କି? ଆଲୋ ହେ କନ୍ୟାଦାନ ଠାରୁ ମହତ୍ୱପୂର୍ଣ୍ଣ ଜଗତରେ ଆଉ କିଛି ନାହିଁ। ମାତା ଜାନକୀଙ୍କୁ ବହୁ କରିବା ପାଇଁ ରାଜା ଦଶରଥ ଯେତେବେଳେ ରାଜା ଜନକ ପାଖରେ ପହଞ୍ଚିଲେ ରାଜା ଜନକଙ୍କୁ ପ୍ରଣାମ କରି କହିଲେ ହେ ରାଜା ଜନକ ଆପଣ କନ୍ୟାଦାନ କରି ମହତ୍ୱ ପୁଣ୍ୟ ଅର୍ଜନ କରିଛନ୍ତି ତେଣୁ ଆପଣଙ୍କ ଦାନି ପୁଣିଆକୁ ମୁଁ ଏଇଠି ମୁଣ୍ଡିଆ କରିଛି ଆମେ କନ୍ୟାଦାନ କରି ମହତ୍ୱ ପୁଣ୍ୟ ଅର୍ଜନ କରିବା କିଛି ନହେଲେ ମଲାବେଳେ ମୁଣ୍ଡ ପକାଇ ବସି ଭାଗବତ କି ପଢ଼ିବ ଆମ ମୁହଁରେ ଟିକେ ଗଙ୍ଗାଜଳ ଦେବ ଆଉ ଯିବ ଗଲାବେଳେ କହିବ ହା କୃଷ୍ଣ ଯାଉ ଆଉ ଯେତେବେଳେ ଆମେ ମରିଯିବା ଠାକୁରଙ୍କୁ କହିବ କୃଷ୍ଣ ବୋଲି ଯାଉ ଯିବ
ବସିବୁ ଭାଗବତ ଧାଇଟେ ବୋଲି ହେଲେ କୋଉ ଦିନ ଇଚ୍ଛା ହେଲେ ଟିକେ ବୋଲୁଛୁ ଇଚ୍ଛା ନହେଲେ ନାହିଁ ସବୁବେଳେ ଖାଲି ମୋର ସାଙ୍ଗରେ ଲାଗୁଛୁ। କଥା କହନି ଜେଜେ ତମ ସହିତ ନ ଲାଗିଲେ ମୋର ପୁରା ଭାତ ହଜମ ହଉନି। ଏଇଠି ତାହେଲେ ମୋ ପାଖରେ ବସି ଭାଗବତ ଧାଇଟେ ବୋଲି ଦଉ ମୁଁ ତତେ ଭାଗବତ ସ୍ୱର ବତେଇଦେବି ଆଉ ମୁଁ ମଲେ ମୋ ମୁଣ୍ଡ ପାଖରେ ବସି ଭାଗବତ ଧାଇଟେ ବୋଲି ଦେବି ହେଲା। ତମେ କଣ ଭାବୁଥିଲେ? ମତେ ଭାଗବତ ପଢି ଆସିଛି। ତମେ ସିନା ବହି ଟେକି ଟେକି ପଢୁଛ। ଭାଗବତ ପରା ମୁଁ ପୁରା ପୁରା ଅଛି। बोलिलु बोलिलु ମୁଁ ଟିକେ ଶୁଣିବି କେମିତି ତ ଭାଗବତର ବୋଲି ଜେଜେ ସତରେ ଶୁଣିବ? ସତରେ ଶୁଣିବ? ହଉ ଶୁଣ। ବୋଲି ଗୋବିନ୍ଦ 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 ପଦ ଗଳୁଛି ମକରନ୍ଦ ସେ ମକରନ୍ଦ ପାନ କରି ଦେଉଏ ହୁଏ ମମତାରେ ସେ ମମତାରେ। ଆ ସତରେ ତ ଏବେ ନାତୁଣୀ ମୋ ପାଇଁ ପୁରା ଭାଗବତ ଲେଖା ହେଇଛି ଆରେ ନା ଜମା ଦେବିନି। ଦେ ପରା କହୁଛି ନା ମୋଟେ ଦେବିନି। ଆରେ ଦେ ଆରେ ମୋ ଚଷମାଟା ଦେ ମୋତେ କାହିଁ କହିଲେ ତୁ ମୋଟେ ଦେବିନି ଦେବିନି ଦେବିନି। ଆରେ ଦେ ଦେବି। କଣ ହଉଛି? ମୁଁ ପଚାରୁଛି କଣ ହଉଛି? କେତେ ଥର କହିଛି ଯେ ତୁ ବୁଢା ଲୋକ ତୁ ବଡ ହେଇଗଲୁଣି ଜମା ଲାଗିବୁନି। କାହିଁକି ଲାଗିଲୁ? କାହିଁକି ଲାଗିଲୁ? କାହିଁକି ଲାଗିଲୁ? ଜେଜେ କଣ ଜେଜେ? ନାଇଁ ନାଇଁ କଣ ଜେଜେ? ତୋତେ ଆଜି ମୁଁ ଥରେ ଚଟିକିଣି ମାରିଲୁ ସଇନି ହେଲେ ଆଉ ଥରେ ହାତ ଉଠେଇ ଆସୁଛୁ ମାରିବା ପାଇଁ ହେଲେ ଏତେ ସାହସ ତୋର ହେଲେ ବାପା ଚଷମାଟା ଭାଙ୍ଗି ଦେଇଥାନ୍ତା। ହେଲେ ଚଷମା ଭାଙ୍ଗି ଯାଉ ହେଲେ ମୁଁ ଅନ୍ଧ ହେଇଗଲେ ଦୋଷ ଲାଗିବନି ବାପା ହେଲେ ମୋ ନାତୁଣୀ ଉପରକୁ ଯଦି କିଏ ହାତ ଉଠାଏ ଏ ବୁଢା ଛାତିରେ ପଥର ପଡ଼ିଲା ଭଳିଆ ଲାଗେ ନାତୁଣୀ ମୋ ଆଖି ମୋ ନାତୁଣୀ ହଉଛି ମୋ ଆଶା ବାଡ଼ି ମୋ ନାତୁଣୀ ମୋ ଛାତିର କଲି କହିଯାଉଛି ଆଉ କେବେ ଯଦି ମୋ ନାତୁଣୀ ଉପରକୁ ତୁ ହାତ ଉଠାଉ ତାହେଲେ ତାକୁ ଧରି ଏ ଘର ଛାଡ଼ି ମୁଁ ଚାଲିଯିବି ଏ ଘରେ ଛାଡ଼ି ଯିବା ଦରକାର ନାହିଁ। କଥା କହୁଛି ଆପଣଙ୍କ ନାତୁଣୀ କେବେ କିଛି କହିବେନି। ବାପା ମୋର ଭୁଲ ହେଇଯାଇଛି। ସକାଳରୁ ସଞ୍ଜ ଯାଏ ମୋର ଆରି ପାଖରେ ଦିନ ସରେ ଆଉ କେଇ ଘଣ୍ଟା ସ୍କୁଲକୁ ଚାଲିଯାଏ ବୋଲି ମୁଁ ଅନ୍ଧ ହୋଇଯାଏ ତାହାରି ଫେରିବା ବାଟକୁ ଚାହିଁ ବସେ ଆରେ ଯୋଉ ନାତୁଣୀ କାନ୍ଦିଲେ ମୁଁ କାନ୍ଦେ ମୋ ନାତୁଣୀ ହସିଲେ ଏ ଘର ହସେ ଆରେ ସିଏ ମୋ ନାତୁଣୀ ନୁହଁ ସିଏ ହଉଛି ଏ ଘରର ଦେବୀ ମୁଁ କହିଦଉଛି ଆଜିଠାରୁ ମୋ ନାତୁଣୀକି କିଛି କହିବନି ତାକୁ କିଛି କହିବନି ସେ ଚେତନା କି ଗୋଟେ ତୁ କଥା ହବୁନି ଇଲୋ 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 ମୁଁ କଣ କଲି କି? ଆରେ ଗୋଟେ ଚଷମା ଭାଙ୍ଗି ଯାଇଥାନ୍ତା ପଳେଇଲା ସେଠୁ ଆଉ ଗୋଟେ ଚଷମା ଥାନ୍ତା କଣ ଠିକ ଚଷମା କଣ ବାପା? ମୁଁ ବଡ ହେଲି ଜେଜେଙ୍କ ପାଇଁ ଗୋଟେ ଚଷମା କମ୍ପାନୀ ବସେଇଛି। ବହୁତ ସୁନ୍ଦର ଝିଅଟା ଓହୋ ଚଷମା କର୍ମୀ 5 10 ଟଙ୍କା ଆସିତ ତୁ ଏକାଥରେ ଗୋଟେ କ 5 10 କମ୍ପାନୀ ବସେଇ ଦେବୁ ମୁଁ ବଡ ହେଲି ତମଠୁ ବଡ ଅଫିସରେ ଚାକିରି କରିବି। ଆଉ ଜେଜେଙ୍କ ପାଇଁ ଗୋଟେ ଚଷମା କମ୍ପାନୀ ବସେଇଛି। ଆଚ୍ଛା ଠିକ ଅଛି আমাদের এই বড় হলে বড় অফিসার হব ଆମ ଘରେ ଚଷମା କମ୍ପାନୀ ବସିବ ଆଚ୍ଛା ଦେବୀ ମା କହିଲ ତମ ଫରମାଇଶଟା କଣ ମାନେ ମୁଁ ଏକ୍ଜାମ ଦେଇ ଆସିଲା ପରେ ତମ ପାଇଁ ମୁଁ କଣ ଆଣିବି କହିଦେ କହିଦେ ଭାଇ ମନକୁ ଯାହା ଆସୁଛି କହିଦେ ନହେଲେ ପରେ କିଛି
ପାଇଁ ମୁଁ ଭାଗବତ ବହି ଆଣିଲି ଆଉ କ'ଣ ବହି ଆଣିଲି କହିଲି ଆଉ କଣ ଆଣିବ? ଭାବି ତୁ ଏମା ଆଉ ଯାହା ଆଣିବୁ ପଛେ ମନେ ପକେଇ କହିବୁ ଏଇ ଥିଲୁ ମତେ ଦେବା ପାଇଁ ମୋ ନିଜ ମନ ପସନ୍ଦରେ ଜିନିଷ ହେଲା ଏ ଚିନୁ ଏଇଟା ଟିଫିନ ରଖି ଦେଇଛ ମନେ ପକେଇ ଖାଇବ ହଁ ଶୁଣ ପହଞ୍ଚିଲା ମାତ୍ର ଫୋନ କରିବ ଇଲୋ ହେଇଲୋ ଆଉ ଗୋଟେ କଣ କହୁଥିଲି ଭୁଲିଗଲି ସିଏ ତମେ କାହିଁ କେମିତି ହଉଛ ତମ ଦେହ ଯାଉନି କଣଟା ଗୋଟେ ଇଲୋ ହେଇଲୋ ଭାଗବତ ସେଇ କଣ ପାଦକ ଦବାକୁ ଭୁଲି ଯାଇଥିଲି ଆଉ ଯାହା କହିବୁ ପରେ ମନେ ପକେଇ କହିବୁ ହଁ ଟ୍ରେନ୍ ଟାଇମ୍ ହେଲାଣି ଚାଲ ଚାଲ ଟିକେ ଆଗରୁ ମୁଁ କ'ଣ କହୁଥିଲି ଆରେ ମୋ ଭାଇଟା ସୁପର ଟିକେ ବାହାର କରିଛି ତମେ ପଛକୁ ଡାକିଲେ ତାର ଅମଙ୍ଗ ହବନି ନାଇଁ ଭାଇ ମୁଁ ଅନୁକୂଳରେ ବାହାରୁ ଗଲାବେଳେ ପଛରୁ ତା ମା ଡାକିଥିଲେ ସେଇଟା ଶୁଭ ହୋଇଥାଏ ये लोग तो खाली मोर मां नुहंती ये होचंती मो देवी ठाकुर तब देखियो ना मु तमने आशीर्वाद रू ये शहर पट किला रे पापा ଭଲାବେଳେ ଏ ବୁଢ଼ା ବାପର ପଦେ କଥା ଶୁଣି ତୋରି ପାଠ ପଢା ପାଇଁ ଏଇ ଚଇତା ଏ ଘର ଜମି ବାଡ଼ି ସବୁ ବନ୍ଧା ରଖିଛି ପଣ୍ଡା ଆରେ ଏ ଘରର ସମ୍ବଳ କହିଲେ ତୁ ମୁଁ ଆଉ କେତେ ଦିନ ବଞ୍ଚିବି ହେଲେ ତୁ ଏ ଦିଟାକୁ କେବେ ହତାଦାର କରିବୁନୁ ରେ ତୁ ଧର୍ମ ରକ୍ଷା କରିବୁ ତମେ ଚିନୁକୁ ଏମିତି କଣ କହୁଛ ବାପା ମା ମାନେ ପିଲାମାନଙ୍କ ପାଇଁ ଅନେକ କିଛି ତ୍ୟାଗ କରିଥାନ୍ତି এই ଚିନୁ ତ ଆମ ଭାଇ ନୁହଁ ସେ ଆମ ପୁଅ ତାଙ୍କ ପାଇଁ ଯେତେ ତ୍ୟାଗ କଲେ ବି ତାଙ୍କ ଭଲ ପାଇବା ମୂଲ୍ୟ ପାଖରେ ଆମ ତ୍ୟାଗର ମୂଲ୍ୟ କିଛି ରହିବ ଏ ଚିନୁ ବାପାଙ୍କ କଥା କିଛି ବି ଧରିବନି ଶୁଣ ଠିକ ସମୟରେ ଖିଆପିଆ କରିବ ନିଜ ଦେହର ଯତ୍ନ ନେବ ଠିକ ସମୟରେ ପରୀକ୍ଷା ଦେବ ଆଉ ପରୀକ୍ଷା ଦେବା ପୂର୍ବରୁ ପ୍ରଥମେ କଲମ